ବନ୍ଦେ ମାତାରାମ, ଜୟ ଯବାନ ଜୟ କିଷାନ। ଆଜି ଗୋଟେ ଛୋଟ କଥାଟି ଆଲୋଚନା କରିବା। ସେ ଛୋଟ କଥାଟା ନା କଣ? ଆମେ ଆଜି ପଳେଇବା 20 ବର୍ଷ ତଳକୁ। 20 ବର୍ଷ ତଳେ କଣ ଥିଲା? ଆମର ଛୋଟ ସମୟ, ଯାହା କୁହନ୍ତି କିଶୋର ଅବସ୍ଥା, ବାଳକ ଅବସ୍ଥା। ସେ କିଶୋର ଅବସ୍ଥାରେ ଆମେ କଣ କରୁଥିଲେ? ମାନେ ଏମିତି ଗୋଟେ ବଣ୍ଡିଙ୍ଗ ଥିଲା। ସମସ୍ତେ ଏମିତି ମାନେ ଛୋଟବେଳେ ବହୁତ ଭଲ ସାଙ୍ଗସାଥି ହେଉଥିଲେ। ବହୁଚୋରି ବି ଖେଳୁଥିଲେ, ବାଡି ଡିଆଁ ଖେଳୁଥିଲେ, ପୁଚି ଖେଳୁଥିଲେ, ଏମିତି ବହୁତ କିଛି ଖେଳ ଖେଳୁଥିଲେ। ତାର ଭିତରେ କଳି ହଉଥିଲା, ଝଗଡା ହଉଥିଲା, କିନ୍ତୁ ସେତେବେଳେ ଏମିତି ରାଗ ଅଭିମାନ ଏଗୁଡାକ କିଛି ନଥିଲା। ମୁଁ କାହିଁ ଜାଣିନି, ଆମେ ବହୁତ ଝଗଡା ହେଇଛୁ, ବହୁତ ଗାଳି, ବହୁତ ମାଡ ହେଇଛୁ, କାମୁଡା କାମୁଡି, ରାମ୍ପୁଡା ରାମ୍ପୁଡି। ସେତେବେଳେ ଏମିତି ଗୋଟେ ଆମର ଟ୍ରେନିଂ ଚାଲିଥିଲା ଝଗଡା। ତ ଆମେ ବହୁତ କିଛି ଝଗଡା ହେଇଛୁ, କିନ୍ତୁ ଆଜି ଝଗଡା ହବୁ ସକାଳୁ, ପୁଣି ସ୍କୁଲରେ ଯାଇ ସାଙ୍ଗ ହବୁ, ପୁଣି ସ୍କୁଲରେ ଖେଳିବୁ ଝଗଡା ହବୁ, ପୁଣି ଗାଁରେ ଆସିଲେ ଖେଳିବୁ, କ୍ରିକେଟ ଖେଳିବୁ, ବାଡି ଡିଆଁ ଖେଳିବୁ, ବୋହୁ ଚୋରି ଖେଳିବୁ, ଚୋର ପୋଲିସ ଖେଳିବୁ, ଏମିତି ବହୁତ କିଛି ଖେଳ ଖେଳିଛୁ। କିନ୍ତୁ ମନ ଭିତରେ ରାଗ ନଥିଲା। ଝଗଡା ହବୁ, କଳି ଲାଗିବୁ, ମାନେ ଏସବୁ ଜିନିଷ ଗୁଡାକ ଛୋଟ ବୟସରେ କିଛି ମନ ଭିତରେ ନଥିଲା। ଯେ ଇଏ ମୋ ଶତ୍ରୁ, ଆକୁ ମୁଁ ଅହଙ୍କାର ହଉଛି, ଏମିତି କିଛି ଗୋଟେ ମାନେ ନ୍ୟାଚୁରାଲ ବଣ୍ଡିଙ୍ଗ ନଥିଲା। ଭାଇ ଭାଇ ଭିତରେ ଗୋଟେ ପ୍ରେମ ଥିଲା, ସମ୍ପର୍କ ଥିଲା, ବନ୍ଧୁ ବନ୍ଧୁ ଭିତରେ ଗୋଟେ ସମ୍ପର୍କ ଥିଲା, ସମସ୍ତେ ସମସ୍ତଙ୍କୁ ମାନୁଥିଲେ। କିନ୍ତୁ ଏବେ ଦେଖନ୍ତୁ, ଏ ଛୋଟ ବେଳର ସମୟ କଥା, ଯିଏକି ଭାଇ, ଆମେ ଧରିନିଅ ବାପା ମାଙ୍କର 2 ଭାଇ, ବହୁତ ଭଲ ବଣ୍ଡିଙ୍ଗ ଥାଏ। ମୁଁ ଆଣିଲେ ମୋ ଭାଇ ଖାଇବ, ମୋ ଭାଇ ଆଣିଲେ ମୁଁ ଖାଇବି। ମାଆଙ୍କଠୁ ଛଡାଇକି କଳି ଝଗଡା ହେଇକି, ମାନେ ମାଆଙ୍କ ଥରୁ ବି କିଛି ଅଧା ଭାଗ ନେଇଯିବା, ମାନେ ଏଇ ସବୁ ଜିନିଷ ଗୁଡାକ ଥିଲା। ଧୀରେ ଧୀରେ ଦେଖନ୍ତୁ ଆମେ ବଡ ହେଲେ, ବଡ ହେଲା ପରେ ସାଙ୍ଗସାଥି ସାଥିରେ ଶତ୍ରୁତା ବଢିଲା। 1 ପଏଣ୍ଟ, ସାଙ୍ଗସାଥି ସାଥିରେ ଶତ୍ରୁତା ବଢିଲା, ଏଇ ତୁ ମତେ ଆଜି ଏମିତି କହିଥିଲୁ, ସେମିତି ଯା ତୁ ମୋ ସାଥିରେ ଇଆଡେ ସିଆଡେ ହେଇଯା। ତାପରେ କଣ ହେଲା, ଭାଇ ଭାଇ, ଆମେ ଯୋଉ ମା ପେଟରୁ 2 ଭାଇ ଜନ୍ମ ହେଇଥିଲୁ, କଣ ଆରେ ତୁ ବଡ ହେଲୁ, ଇନକମ କଲୁ, ମତେ ଦେଲୁନି, ମତେ ଖର୍ଚ୍ଚ ଦେଲାନି, ମୋ ଭାଇ ଇଏ ଦେଲାନି ସିଏ ଦେଲାନି, ଭାଇ ଭାଇ ଭିତରେ ଝଗଡା ହେଇଗଲା। ତାପରେ କଣ ନା, ଘରକୁ ବୋହୂଟିଏ ଆସିଲା। ଘରକୁ ବୋହୂଟିଏ ଆସିଲା ପରେ କଣ, ମଣିଷ ସେଲଫିଶ ହେଇଗଲା, ସ୍ୱାର୍ଥପର ହେଇଗଲା। ସେତେବେଳେ ଭାଇର ବିରୋଧୀ ହେଇଗଲା, ଯେ ମୋ ଭାଇ ଆଜି ଏତିକି ଇନକମ କରୁଛି, ମୋ ଭାଇ ଆଜି ସେତିକି ଇନକମ କରୁଛି, ମତେ ପଚାରୁନି, ମୋ ଭାଇ ଏଇଟା କଲା ସେଇଟା କଲା, ଶତ୍ରୁ। ମାନେ ନିଜ ଘର କଥା ହିଁ ବାହାରେ ପଡିଲା। ଛୋଟ ବେଳେ ଆମର ଯୋଉ ବଣ୍ଡିଙ୍ଗ ଥିଲା, ଯୋଉ ବାହାରେ କେହି କାହାର ଶତ୍ରୁ ନାହାନ୍ତି ଭାଇ। ନିଜେ, ଆପଣ ଜଣେ ମଣିଷ, ଆମେ ସମସ୍ତେ ମଣିଷ, ନିଜେ ହୃଦବୋଧ କରିବା, ବାହାରେ କେହି ଆମର ଶତ୍ରୁ ନାହାନ୍ତି। ଶତ୍ରୁ କୋଉଠି ଅଛନ୍ତି? ଶତ୍ରୁ ନିଜ ଘରେ ହିଁ ଅଛନ୍ତି, ନିଜ ପାଖରେ ହିଁ ଅଛନ୍ତି। ନିଜ ଘରେ ଶତ୍ରୁ, ତ ବାହାରେ କାହା ସାଥିରେ ଝଗଡା ଲାଗିବା? ଯେମିତି କହୁଛି, ଆପଣ ସୁନା ତ ଭେଣ୍ଡି, ବଣିଆକୁ କଣ ଦୋଷ ଦବା। ଏଠି ଭାଇ ଭାଇର ଶତ୍ରୁ। ସେ ଛୋଟ ବେଳର କଥା ଆଉ ମନେ ନାହିଁ। ଇଏ ବଡ ହେଇଗଲେ, ବଡ ହେବା ପରେ ସବୁ ଜିନିଷ ଧୀରେ ଧୀରେ ବଦଳି ଯାଉଛି। କିନ୍ତୁ ଆମେ ନିଜେ ନିଜକୁ ହୃଦବୋଧ କରିବା ଦରକାର, ଯେ ଛୋଟବେଳେ ଆମେ କଣ ଥିଲେ, ଏବେ କଣ ଅଛେ। ରାଗ ଆଜି ଆମେ ବଞ୍ଚିଛେ, ବଳ ବୟସ ଅଛି, ବହୁତ କିଛି ହେଇଯାଉଛି, କିନ୍ତୁ କାଲି ଏ ବଳ ବୟସ ନଥିବ, କିଛି ନଥିବ, ସବୁ ସରିଯିବ। ସେତେବେଳେ କଣ, ଏଇ ଧନ ସମ୍ପତ୍ତି କଳି କଜିଆ ଭଲ ମନ୍ଦ କିଛି ଆମେ ନେଇକି ଯିବାନି। ସେତେବେଳେ ମରିଯିବା, ଉପରକୁ ପଳେଇବା, ଧନ ସମ୍ପତ୍ତି କଣ ହବ? ଆମର ବନ୍ଦେ ମାତରମ୍, ଆମର ଆପଣଙ୍କୁ ଶିକ୍ଷା ମିଳିବା ଦରକାର। ଆମର ସେଥିରେ କଣ ଲେଖା, ସାରା ଭାରତ ଗୋଟିଏ ଘର, ଗୋଟିଏ ପରିବାର, ଗୋଟିଏ ହାତ, ଗୋଟିଏ ମୁଠା, ଏକତା ଆମ ବଳ। କିନ୍ତୁ ଏଠି ଏକତା ନାହିଁ, ମୁଠା ବି ନାହିଁ, ସବୁ ଅଲଗା ଅଲଗା। ବହୁତ ଏବେ ସେ ନୀତି ବାଣୀ ଆଦର୍ଶ ଆଉ ନାହିଁ। ସେ ପୁରାଣ ପଢା ତ ଆଉ ନାହିଁ, ଆଉ ନୀତିବାଣୀ ଆଦର୍ଶ କୁଆଡେ ଆସିବ? ଯଦି ମୋ କଥାଟି ଭଲ ଲାଗିଥାଏ, ତାହେଲେ ମୋ ଚ୍ୟାନେଲକୁ ଫଲୋ କରନ୍ତୁ, ଲାଇକ୍ କରନ୍ତୁ, ବହୁତ ମାତ୍ରାରେ ସେୟାର କରନ୍ତୁ। ଏମିତି କିଛି ଛୋଟ ବେଳର ଛୋଟ ଛୋଟ ଘଟଣା ନେଇ ମୁଁ ଆପଣଙ୍କ ପାଖକୁ ଆସିବି। ଏତିକି କହି ମୁଁ ବିଦାୟ ନଉଛି। ବନ୍ଦେ ମାତାରାମ, ଜୟ ଯବାନ, ଜୟ କିଷାନ।